ଥରେ ମିଳିବାକୁ ଯାଉଛି ସୁଭଦ୍ରା ଟଙ୍କା। ଦେଖନ୍ତୁ 22 ତାରିଖରେ ମିଳିବାକୁ ଯାଉଛି ସୁଭଦ୍ରା ଟଙ୍କା। ଏ ନେଇ ଆମର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି କି ପୁଣି ଥରେ ମିଳିବାକୁ ଯାଉଛି ସୁଭଦ୍ରା ଟଙ୍କା। କେଉଁ ହିତାଧିକାରୀଙ୍କୁ ମିଳିବ, କେଉଁ ମହିଳାମାନଙ୍କୁ ମିଳିବ, ସମ୍ପୂର୍ଣ୍ଣ ଅପଡେଟ୍ ମୁଁ ଆପଣଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ଜଣାଇବି। ତ ଭିଡ଼ିଓକୁ ଲାଇକ୍, କମେଣ୍ଟ, ସେୟାର ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ। ନୂଆ ହିତାଧିକାରୀମାନଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଦେଖନ୍ତୁ ଏହା ପୂର୍ବରୁ ଆଲୋଚନା ହୋଇଥିଲା। ନୂଆ ହିତାଧିକାରୀମାନଙ୍କୁ ସୁଭଦ୍ରା ଟଙ୍କା ମିଳିନଥିଲା, ଅନଲାଇନ୍ରେ ଆବେଦନ କରିଥିଲେ ସେଇମାନଙ୍କୁ ହିଁ ମିଳିବ ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା। 22 ତାରିଖରେ ଆସିବାକୁ ଯାଉଛି ସୁଭଦ୍ରା କିସ୍ତି ଟଙ୍କା। ଯେଉଁମାନେ ନୂଆ ହିତାଧିକାରୀ ସେଇମାନଙ୍କୁ ମିଳିବ ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା। ତ ସେଇମାନେ ହିଁ ସୁଭଦ୍ରାର 22ତମ କିସ୍ତି ପଇସା ପାଇବେ। 22 ତାରିଖରେ ସେହି ସୁଭଦ୍ରା କିସ୍ତି ଟଙ୍କା ପାଇବେ। ନୂଆ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଏ ନେଇ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ଯେ 18 ତାରିଖ ମିଳିବାର ଥିଲା ସୁଭଦ୍ରା ଟଙ୍କା, ତାହା 22 ତାରିଖରେ ଘୁଞ୍ଚି ଯାଇଛି। 22ରେ ମିଳିବ ସୁଭଦ୍ରା କିସ୍ତି ଟଙ୍କା। ନୂତନ ଆବେଦନ କରିଥିବା ମହିଳାମାନଙ୍କୁ ହିଁ ମିଳିବ ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା। ଏବଂ ଯେଉଁମାନେ ଗୋଟିଏ ଦୁଇଟା ତୃତୀୟ କିସ୍ତି ପାଇସାରିଛନ୍ତି ସେମାନଙ୍କୁ ମିଳିବ କେବେ ନା ଆମର ମାର୍ଚ୍ଚ ମାସ ମହିଳା ଦିବସ ମାର୍ଚ୍ଚ 8ରେ ସେମାନଙ୍କୁ ମିଳିବ ଚତୁର୍ଥ କିସ୍ତି ଟଙ୍କା। ଏବଂ ତା ସହିତ ଯେଉଁମାନେ ଗୋଟିଏ କିସ୍ତି ପାଇଛନ୍ତି ବା ଦୁଇଟା କିସ୍ତି ପାଇଛନ୍ତି ତାପରେ ପାଇନାହାନ୍ତି ସେମାନଙ୍କୁ ବି ମଧ୍ୟ এই 22 ତାରିଖରେ ମିଳିବ ସେଇମାନଙ୍କୁ ସୁଭଦ୍ରା ଟଙ୍କା। ଏବଂ ତା ସହିତ ନୂତନ ହିତାଧିକାରୀଙ୍କୁ ମଧ୍ୟ ଟଙ୍କା ମିଳିବ। ଏବଂ ପ୍ରଭାତୀ ପରିଡ଼ା ଉପମୁଖ୍ୟମନ୍ତ୍ରୀ ଏହାକୁ ଘୋଷଣା କରିଛନ୍ତି ଯେ ନୂଆ ଆପ୍ଲାଏ ବି ଆରମ୍ଭ ହେବ, ଏହାର ଭିତରେ ନୂତନ ଆବେଦନ ବି ଆରମ୍ଭ ହେବ। ଯଦି ଆପଣଙ୍କ ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓକୁ ଲାଇକ୍, କମେଣ୍ଟ, ସେୟାର ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ।